তারপরে আমার দেখুন এটা পিঁয়াজ ভজা হয়ে গলানি আপনারা দেখিপারে দেখুন পিঁয়াজ ভজা হয়ে গলানি এপরে তারপরে আমার বটা মশলা বাটিকি থইকি দেখুন পকাই বটা মশলা দেখুন পকাই দেনি দেখুন বটা মশলা পকাই বাটি দেইছি তারপরে আমার দেখুন টমাটো কাটি রখিছে প্রথম সেইটা আমি পকাই দেবি উঠলুকে পানি আনবে উঠে দেখুন ଟିକେ ପାଣି ବୋତଲ ନେଇଯାଉଛି ଦେଖନ୍ତୁ ପାଣି ନେଇଗଲି ତାପରେ ବୋତଲ ଦେଖନ୍ତୁ ପାଣି ନେଇକି ପକାଇଦେଲି ବଟା ମସଲାରେ ଚାହା ବଢ଼େଇଦେଲି ଆପଣ ଦେଖିପାରୁଥିବେ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଧନିଆ ଗୁଣ୍ଡ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ତାପରେ ମିଟ୍ ମସଲା ସ୍ୱାଦ ଅନୁସାରେ ଲୁଣ ଦେଖନ୍ତୁ ପକାଇଦେଲିନି ନାଇଁ ରୋଷେଇ କଲେ ଖାଇବୁ ତାପରେ ଦେଖନ୍ତୁ ହେଇଗଲା ଆମର ଏଇଟା ଦେଖନ୍ତୁ ଟମାଟୋ ଥୋଇଛି କ'ଣ ତେଲ ଛାଣିବି ତାପରେ ପଖାଳ ଭାତ ଖାଇବା କ'ଣ ସେ ମୋ ସ୍ୱାମୀ ଭଲ ପାଆନ୍ତି ତ ସେଥିପାଇଁ ତାଙ୍କ ପାଇଁ କରିବି ସେ ତାଙ୍କୁ ଭଲ ପାଆନ୍ତି ଦେଖନ୍ତୁ ତାପରେ ମୁଁ କ'ଣ କଲ ଏ ଭେଣ୍ଡିରେ ଦେଖନ୍ତୁ କେମିତି ଲଗେଇ ଦେଉଛି ଲଙ୍କା ଲୁଣ ହଳଦୀ ଦେଖନ୍ତୁ ଭେଣ୍ଡିରେ ଲଙ୍କା ଲୁଣ ହଳଦୀ ଦେଖନ୍ତୁ ଭେଣ୍ଡିରେ ଲଙ୍କା ଲୁଣ ହଳଦୀ ଦେଖନ୍ତୁ କେମିତି ଲଗେଇ ଦେଉଛି ଆପଣ ଦେଖିପାରୁଥିବେ ଦେଖନ୍ତୁ ଆପଣ ଦେଖନ୍ତୁ ଭଲ ଭାବରେ ଆଉ ଏମିତି କରିବେ ପଖାଳ ଭାତରେ ଖାଇଲେ ଆଉ ଟେଷ୍ଟି ଆଉ ଦେଖନ୍ତୁ ଏମିତି କରି ପଖାଳ ଭାତ ଖାଇଲେ ଟେଷ୍ଟି ଆଉ ଦେଖନ୍ତୁ ଏଇଟା ମୋତେ ଭଲ ଲାଗେନି ପଖାଳ ଭାତ କ'ଣ ଖାଇବାକୁ ଇଚ୍ଛା ମୋତେ ଗରମ ଭାତ ଟିକେ ହେଇଗଲେ ଢେର ତରକାରୀ ଗରମ ଭାତ ଦେ ଆଉ ଡାଲି କରିବି ମୋତେ ଭଲ ଦେଖନ୍ତୁ ବାଇଗଣ ବି ମୁଁ ମୋର ନେଇଛି ବାଇଗଣ ବି ମୋର ଛଣା ହେବ ଦେଖନ୍ତୁ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ପଡ଼ିଛି ଦେଖନ୍ତୁ ତାପରେ ଆମର ଗୋଟେ ମିନିଟ୍ ରୁହନ୍ତୁ ହାତଟା ଧରିକି ଟିକେ ହାତଟା ନହେଲେ ହେବନି ହାତ ଦେଇକି ହେବ ଦେଖନ୍ତୁ ମୁଁ ହାତ ଧୋଇବା ପାଇଁ ଯାଇଥିଲି ଟିକେ ଏମିତି ରହିଗଲା ଆପଣଙ୍କର ତାପରେ ଦେଖନ୍ତୁ ଆମର ଯେଉଁ ଭେଣ୍ଡିଟା ଦେଖନ୍ତୁ ତେଲ ଗରମ କେତେବେଳେ ତେଲ ଗରମ ଦେଖନ୍ତୁ ଭେଣ୍ଡିଟା ଦେଖନ୍ତୁ ଭେଣ୍ଡି ତେଲ ଗରମରେ ପକାଇଦେଲି ଆପଣ ଦେଖନ୍ତୁ ଭେଣ୍ଡି ତେଲ ଗରମରେ ପକାଇଦେଲି ଦେଖନ୍ତୁ ଆଉ ଭଜାଟା ମୋ ପୁଅକୁ ବି ବହୁତ ଭଲ ଲାଗେ ଏମିତି ଗୋଟା ଭାଜିଲେ ଭେଣ୍ଡିଟା ସେ ଖାଇବାକୁ ପସନ୍ଦ କରେ ମୋ ପୁଅ ଦେଖନ୍ତୁ ସବୁ ଭେଣ୍ଡି ପକାଇଦେଲି ଆପଣ ଦେଖିପାରୁଥିବେ ଅଳ୍ପ ଟିକେ ଭେଣ୍ଡିଟା ପକାଇଦେଲି ଆଉ ତ ଦେଖନ୍ତୁ ଏଇଟା ଯେଉଁ ହଳଦୀ ଲଙ୍କା ଗୁଣ୍ଡ ପକାଇଥିଲି ଯେଉଁ ବାଇଗଣରେ ତାକୁ ଦେଖନ୍ତୁ ଲୁଣ ହଳଦୀ ଲଙ୍କା ଗୁଣ୍ଡ ପକାଇଥିଲି ଦେଖନ୍ତୁ ଗଳେଇ ଦେଉଛି ଆପଣ ଦେଖିପାରୁଥିବେ ଗଳେଇ ଦେଉଛି ଦେଖନ୍ତୁ ଗଳେଇ ଦେଉଛି ଆପଣ ଦେଖିପାରୁଥିବେ ଦେଖନ୍ତୁ ଗଳେଇ ଦେଉଛି